ନୂଆବର୍ଷ ଆଗରୁ ଖୁସି ଖବର। ବାପା ହେଲେ ମିଳିବ 12 ସପ୍ତାହ ଛୁଟି। ମାଲିକ ଅନୁମତି ଦେବାକୁ ବାଧ୍ୟ। ପୁରୁଷ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ବାପା ହେଲେ ମିଳିବ 12 ସପ୍ତାହ ଛୁଟି। ମା ହେବା ପରେ ମାତୃତ୍ୱ ଛୁଟି ବା ମ୍ୟାଟର୍ନିଟି ଲିଭ୍ ବାବଦରେ ଶୁଣିଥିବେ ଓ ପଢ଼ିଥିବେ ମଧ୍ୟ। କିନ୍ତୁ କେବେ ଶୁଣିଛନ୍ତି ପିଲା ଜନ୍ମ ପରେ ପ୍ୟାଟର୍ନିଟି ଲିଭ୍ ଦିଆଯାଏ? ବର୍ତ୍ତମାନ ଏକ ଫାର୍ମା କମ୍ପାନୀ ବାପା ହେବା ପରେ ପିତୃତ୍ୱ ଛୁଟି ପଲିସିକୁ ଅନୁମୋଦନ କରିଛି। କେବଳ ଏତିକି ନୁହେଁ, ଏହି ଲିଭ୍ ସମୟରେ ବାପାଙ୍କୁ ସମ୍ପୂର୍ଣ୍ଣ 12 ସପ୍ତାହ ଛୁଟି ଦିଆଯିବ। ଏହି ଖବର ଶୁଣି ପରେ ପୁରୁଷ କର୍ମଚାରୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଫାଇଜର ଇଣ୍ଡିଆ କମ୍ପାନୀର କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏହି ଛୁଟି ସୁବିଧା ଦିଆଯିବ। ଜଣେ କର୍ମଚାରୀ ବାପା ହେବାର 2 ବର୍ଷ ମଧ୍ୟରେ ପିତୃତ୍ୱ ଛୁଟିର ଲାଭ ପାଇ ପାରିବେ। କେବଳ ଏତିକି ନୁହେଁ, କମ୍ପାନୀ ଏଥିପାଇଁ କିଛି ନିୟମ ମଧ୍ୟ କରିଛି। ଯଦି କୌଣସି କର୍ମଚାରୀ ପିତୃତ୍ୱ ଛୁଟି ନିଅନ୍ତି, ତେବେ ତାଙ୍କୁ ଅତି କମରେ 2 ସପ୍ତାହ ଛୁଟି ନେବାକୁ ପଡ଼ିବ, ଯାହା 6 ସପ୍ତାହକୁ ବୃଦ୍ଧି କରାଯାଇପାରେ। ଏଥିପାଇଁ କମ୍ପାନୀକୁ କେବଳ ଗୋଟିଏ ମେଲ୍ ପଠାଇବାକୁ ପଡ଼ିବ। ଏଚଓଡି ଆପଣଙ୍କ ଛୁଟିକୁ ଅନୁମୋଦନ କରିବାକୁ ବାଧ୍ୟ। ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷମାନେ ଏଭଳି କୌଣସି ଛୁଟି ନେବାକୁ କିଛି ବ୍ୟବସ୍ଥା ନାହିଁ। ବାପା ହେବା ପରେ ତାଙ୍କର ଅନେକ ଦାୟିତ୍ୱ ମଧ୍ୟ ବଢ଼ିଥାଏ। କୁହାଯାଉଛି ଯେ ଏହି ପଲିସି କମ୍ପାନୀ ଦ୍ୱାରା ଜାନୁଆରୀ 1, 2023ରେ ଯୋଜନା କରାଯାଇଥିଲା, ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି। କେବଳ ଏତିକି ନୁହେଁ, ଯେତିକି ଜଣ କର୍ମଚାରୀ ସନ୍ତାନ ଆଡପ୍ଟ କରନ୍ତି, ତେବେ ବାୟୋଲୋଜିକାଲ ବାପାଙ୍କ ସହିତ ସେମାନଙ୍କୁ ପିତୃତ୍ୱ ଛୁଟିର ମଧ୍ୟ ସୁବିଧା ଦିଆଯିବ।